କୁସୁଲ୍ଲାରେ ଜମୁଛି ମକର ମେଳା। ଚାଲିଛି ମକର ମେଳାର ମହାପର୍ବ। ଚଳଚଞ୍ଚଳ ହୋଇଉଠୁଛି ଗାଁ ଠାରୁ ସହର ପର୍ଯ୍ୟନ୍ତ। ନୂତନ ବର୍ଷର ନୂଆ ଆଶା ଆଉ ଆକାଂକ୍ଷା ନେଇ ସ୍ୱପ୍ନ ଦେଖୁଥିବା ଜନସମାଜ ମକର ପର୍ବର ମହାଆନନ୍ଦ ପର୍ବରେ ଖୁସି ମନାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଠାଏ ଠାଏ ଦେଖାଦେଇଛି ମକର ମେଳାର ମନଲୋଭା ପରିବେଶ। ସେହି ମନଲୋଭା ପରିବେଶରେ ଘଡ଼ିଏ ମୁହୂର୍ତ୍ତ ପାଇଁ ହଜିଯାଆନ୍ତି ମେଳାପ୍ରେମୀ। ନୂଆ ନୂଆ ସାଙ୍ଗଙ୍କ ସହିତ ବହୁଦିନର ବ୍ୟବଧାନ ପରେ ସାଙ୍ଗସାଥୀଙ୍କ ସହିତ ଭେଟ ହେବାର ସୁଯୋଗ ଏହି ମକର ମେଳା ସୁଯୋଗ ଦେଇଥାଏ। ବିଦେଶରେ ରହୁଥିବା ସାଙ୍ଗସାଥୀ ବନ୍ଧୁବାନ୍ଧବ ଏହି ମକର ପର୍ବରେ ଗାଁକୁ ଆସିଥାନ୍ତି। ଆଉ ମକର ମେଳାରେ ଅତି ପ୍ରିୟର ସାଙ୍ଗସାଥୀ ତଥା ବନ୍ଧୁବାନ୍ଧବଙ୍କ ସହିତ ଭେଟ ହୋଇ ଖୁବ୍ ଆନନ୍ଦ ଅନୁଭବ କରିଥାନ୍ତି। ମକର ମେଳା ପଡ଼ିଆର ଦୃଶ୍ୟ ଦେଖିଲେ ଜଣାଯାଏ ଏ ହେଉଛି ମହାମିଳନର ଏକ ପର୍ବ। ସେମିତି ଏକ ମକର ମେଳାର ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଜରାଡୋବ୍ରା ଗ୍ରାମ ପଞ୍ଚାୟତର କୁସୁଲ୍ଲା ଗ୍ରାମରେ। କୁସୁଲ୍ଲା ଗ୍ରାମରେ ରହିଛି ହରଗୌରୀ ଯୁବକ ସଂଘ। ସେହି ଯୁବକ ସଂଘର ତତ୍ତ୍ୱାବଧାନରେ ଏବଂ ସହଯୋଗରେ ଗ୍ରାମରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ମକର ମେଳା। ଯେଉଁ ମକର ମେଳା କି ଏ ଆଖପାଖ ଅଞ୍ଚଳର ପ୍ରମୁଖ ମକର ମେଳା। ଏହି ମକର ମେଳାରେ ଆଖପାଖ ଗ୍ରାମ ସହିତ ଅନେକ ଦୂରଦୂରାନ୍ତରରୁ ଦର୍ଶକ ଆସି ମକର ମେଳା ବୁଲି ଯାଇଥାନ୍ତି। ଖୁବ୍ ସୁନ୍ଦର ଏବଂ ପ୍ରକୃଷ୍ଟ ସ୍ଥାନରେ ଏହି ମକର ମେଳା ଅନୁଷ୍ଠିତ ହେଉଥିବା ଯୋଗୁଁ ଦର୍ଶକମାନେ ମହାଆନନ୍ଦରେ ଏହି ମକର ମେଳାକୁ ଉପଭୋଗ କରି ଯାଇଥାନ୍ତି। ଏଠାରେ ଏକ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଥିବା ଯୋଗୁଁ ମନ୍ଦିରରେ ପୂଜା କରି ମକର ମେଳା ବୁଲିବାର ସୁଯୋଗ ପାଇଥାନ୍ତି ଦର୍ଶକ। ଏକ ସମୟରେ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କୁ ଦର୍ଶନ କରିବା ଏବଂ ମକର ମେଳା ବୁଲିବାର ସୁଯୋଗକୁ ହାତଛଡ଼ା ନ କରି ଦର୍ଶକ ଏହି କୁସୁଲ୍ଲା ମକର ମେଳାକୁ ଅଧିକ ମାତ୍ରାରେ ଆସିଥାନ୍ତି। ମକର ମେଳାକୁ ସୁଚାରୁ ରୂପେ ପାଳନ କରିବା ପାଇଁ ହରଗୌରୀ ଯୁବକ ସଂଘ ପୂର୍ବରୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ମକର ମେଳାକୁ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଶ୍ରେଣୀ ବିଭାଗ କରି ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଯୁବକ ସଂଘର ସଭାପତି ଯୁଗେଶ ଚନ୍ଦ୍ର ଜାନି, ଉପସଭାପତି ନୀଳକଣ୍ଠ ସାହୁ, ସମ୍ପାଦକ ତୀର୍ଥରାଜ ବନଛର, ଯୁଗ୍ମ ସମ୍ପାଦକ ସନ୍ତୋଷ ରଣା, ସାଂସ୍କୃତିକ ସମ୍ପାଦକ ଭ୍ରମକ ଜାନି, କୋଷାଧ୍ୟକ୍ଷ ନରେନ୍ଦ୍ର ମାଝୀ ମେଳାର ମୁଖ୍ୟ ଭୂମିକା ଲିଭାଇଥିଲେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୁସୁଲ୍ଲାର ମକର ମେଳା ଖୁବ୍ ଶୃଙ୍ଖଳାର ସହିତ ଆୟୋଜିତ ହୋଇଯାଇଛି। ଦର୍ଶକମାନଙ୍କ ଗହଳି ମଧ୍ୟରେ ଖୁବ୍ ଉତ୍ସାହ ମଧ୍ୟରେ ଦର୍ଶକମାନେ ମକର ମେଳା ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। କଳାହାଣ୍ଡିରୁ ଲୟ ଭଇଙ୍କ ରିପୋର୍ଟ, এবি ନ୍ୟୁଜ୍।